ବଢ଼ି ଚାଲିଛି କରୋନା ସଂକ୍ରମଣ, ସତର୍କ ରହିବାକୁ ପରାମର୍ଶ। କରୋନା ଭୂତାଣୁ ନୂତନ ଭାରିଏଣ୍ଟ JN.1 ସଂକ୍ରମଣ ବର୍ତ୍ତମାନ ଦ୍ରୁତ ଗତିରେ ବୃଦ୍ଧି ଚାଲିଛି। ଆଜି ଗୋଟିଏ ଦିନରେ ବିଭିନ୍ନ ରାଜ୍ୟକୁ 656ଟି ସଂକ୍ରମଣ ମାମଲା ରେକର୍ଡ ହୋଇଯାଇଛି। ଏହାକୁ ମିଶାଇ ଦେଶରେ ମୋଟ ସକ୍ରିୟ ସଂକ୍ରମଣ ସଂଖ୍ୟା 3742କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ JN.1 ଭୂତାଣୁ ପ୍ରଥମେ ଚିହ୍ନଟ ହୋଇଥିବା ବେଳେ କେରଳରେ ଗତ 24 ଘଣ୍ଟା ମଧ୍ୟରେ ସଂକ୍ରମଣ ଜଣଙ୍କର ମୃତ୍ୟୁ ଘଟିଛି ଓ 126ଟି ନୂତନ ସଂକ୍ରମଣ ଚିହ୍ନଟ ହୋଇଛି। କେରଳର ବ୍ୟତୀତ କର୍ଣ୍ଣାଟକରେ 96, ମହାରାଷ୍ଟ୍ରରେ 35, ଦିଲ୍ଲୀରେ 16, ତେଲେଙ୍ଗାନାରେ 11, ଗୁଜରାଟରେ 10ଟି ମାମଲାରେ ରେକର୍ଡ ହୋଇଯାଇଛି। କରୋନା ଭୂତାଣୁ ସଂକ୍ରମଣ ନେଇ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନର ବରିଷ୍ଠ ବିଶେଷଜ୍ଞ ଡକ୍ଟର ରଣଦୀପ ଗୁଲେରିଆ କହିଛନ୍ତି ଯେ ଯଦିଓ ଏହି ନୂତନ ପ୍ରଜାତିର ଭୂତାଣୁ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଛି, ତଥାପି ଏହା ଦ୍ୱାରା ଗୁରୁତର ସ୍ୱାସ୍ଥ୍ୟର ସମସ୍ୟା ସୃଷ୍ଟି ହେବାର କିମ୍ବା ଚିକିତ୍ସାଳୟରେ ଭର୍ତ୍ତି ହେବା ଭଳି ଘଟଣା କ୍ୱଚିତ୍ ଘଟିଛି। ଏହା ସତ୍ତ୍ୱେ କରୋନା ଭୂତାଣୁ ଯେଉଁଭଳି ଭାବେ ନିଜର ପ୍ରତିକୃତି ବଦଳାଉଛି, ସେଥିପାଇଁ ନୂତନ ଟିକାର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଛନ୍ତି। ଅପରପକ୍ଷରେ ଦେଶର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିଜର ପ୍ରତିକ୍ରିୟା ରଖିଛି ଯେ ନୂତନ ସଂକ୍ରମଣ ବିରୋଧରେ କୌଣସି ବୁଷ୍ଟର ଡୋଜ୍ ଟିକାର ଆବଶ୍ୟକ ନାହିଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏଭଳି ଭୂତାଣୁ ଭାରାଏଣ୍ଟ ଅଫ୍ ଇଣ୍ଟରେଷ୍ଟ ପର୍ଯ୍ୟବେକ୍ଷଣ କରିଛି। ଏହାଦ୍ୱାରା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଘଟଣା ସାମ୍ନାକୁ ଆସିନାହିଁ। ଏଣୁ ବର୍ତ୍ତମାନ ଦିଆଯାଇଥିବା ଟିକା ଏହାର ମୁକାବିଲା ନିମନ୍ତେ ଯଥେଷ୍ଟ ଅଟେ। କେରଳରେ ଆଜି ପୁଣି ଜଣେ ସଂକ୍ରମିତର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥା ଏହି ସୂଚନା ମିଳିଛି। ସେପଟେ ମହାରାଷ୍ଟ୍ରର ଠାଣେରୁ ନୂଆ ଭାରାଏଣ୍ଟ JN.1ରୁ ଆଜି 5 ପଜିଟିଭ୍ ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ 24 ଘଣ୍ଟା ମଧ୍ୟରେ 50 ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 9 ଜଣ କୋଭିଡ୍ର ନୂଆ ଭାରାଏଣ୍ଟ JN.1ର ଥିବା ଜଣାପଡ଼ିଛି। 24 ଘଣ୍ଟା ମଧ୍ୟରେ ଦେଶର 656 ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦେଶର ବର୍ତ୍ତମାନ କରୋନା ପଜିଟିଭ୍ ସଂଖ୍ୟା 4054ରେ ପହଞ୍ଚିଯାଇଛି। କରୋନା ସଂକ୍ରମିତ ସଂଖ୍ୟା ବଢ଼ୁଥିବାରୁ ସର୍ଭେଲାନ୍ସ ଉପରେ ଗୁରୁତ୍ୱ ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଟେଷ୍ଟିଂ ଏବଂ ଚିକିତ୍ସାରେ ଅଧିକ ଗୁରୁତ୍ୱ ଦିଆଯାଉଛି। ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚ୍ୟାନେଲ ପାଇଁ ଯଦି ନୂଆ ଆସିଛନ୍ତି ତାହେଲେ ଚ୍ୟାନେଲକୁ ଗୋଟିଏ ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଦ୍ୱାରା ଆମ ଚ୍ୟାନେଲ ମାଧ୍ୟମରେ ଅପଡେଟ୍ ଲାଟେଷ୍ଟ ନ୍ୟୁଜ୍ ପାଇପାରିବେ। ଭିଡ଼ିଓଟାକୁ ଏଇଠି ଏଣ୍ଡ କରିବା। ରହିଲି। ଜୟ ଜଗନ୍ନାଥ। ବାଇ ବାଇ। ପୁଣି ଦେଖା ହେବ ଆସନ୍ତାକାଲି ଶୁଭ ସକାଳ ଅପଡେଟ୍ ନ୍ୟୁଜ୍ ନେଇକିନା ଆସିବି। ରହିଲି। ଜୟ ଜଗନ୍ନାଥ।